रायगड़ा जिला कल्याणी सिंगापुर स्थित देवगिरी शैव पीठଠାରେ एक हृदय विदारक घटना देखा मिली। चलित महाशिवरात्रि शिवंक दर्शन पर जाइथिबा जणे श्रद्धालु देवगिरी पथर पहाड़ पाहाच चढ़ा समय असावधानता हेतु पहाड़ू खसी तांको जीवन चलीगला। ଏହି ଅଭାବନୀୟ ଘଟଣାରେ ପ୍ରାଣ ହରାଇଥିବା ଯୁବକଟି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଆଡ଼ାଜୋର ପଞ୍ଚାୟତର ଯୋଡ଼ାମ୍ବ ଗ୍ରାମର ଶ୍ରୀକାନ୍ତ ଗୌଡ଼ ବୋଲି ଜଣାପଡ଼ିଛି। ସେ ନିଜ ପରିଜନଙ୍କ ସଙ୍ଗେ ମହାଶିବରାତ୍ରି ଉପଲକ୍ଷେ ଦେବଗିରି ଶୈବପୀଠକୁ ଦର୍ଶନ ପାଇଁ ଯାଇଥିଲେ। ଉକ୍ତ ଅଘଟଣ ପରେ ତୁରନ୍ତ ପରିବାର ଲୋକେ କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶ୍ରୀକାନ୍ତଙ୍କୁ ଭର୍ତ୍ତି କରିଥିଲେ। ପ୍ରକାଶ ଥାଉ କି ଦେବଗିରି ଏକ ନିଆରା ଶୈବପୀଠ। ଗୁମ୍ଫା ଭିତରେ ମହାପ୍ରଭୁ ଶିବଙ୍କ ଅବସ୍ଥିତ। ଏହି ଗୁମ୍ଫା ଭିତରେ ଈଶ୍ୱର ପଞ୍ଚମୁଖୀ ନୀଳକଣ୍ଠେଶ୍ୱର ଭାବେ ପୂଜା ପାଆନ୍ତି। ଏହା ହିଁ ଦେବଗିରି ଶୈବପୀଠର ବିଶେଷତ୍ୱ। ପାଖାପାଖି 800 ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ପଥର, ଯାହାର ଦୈର୍ଘ୍ୟ ପ୍ରାୟ 1 କିମି। ଏଠାରେ ସମୁଦାୟ 536ଟି ପାହାଚ ପାହାଡ଼ ଶିଖର ଗୁମ୍ଫାଟିକୁ ସଂଯୋଗ କରିଛି, ଯାହାକି ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ। ଏଣୁ ଏଠାରେ ଏଭଳି ଅଘଟଣର ସମ୍ଭାବନା ଅଧିକ ଥିବା ହେତୁ ଶ୍ରଦ୍ଧାଳୁମାନେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ। କାରଣ ଏପର୍ଯ୍ୟନ୍ତ ବିପଦପୂର୍ଣ୍ଣ ଦେବଗିରି ଶୈବପୀଠରେ ବିପଦ ସଂକୁଳ ପଦକ୍ଷେପ ପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନାହିଁ। ରାୟଗଡ଼ାରୁ ଅଶୋକ ପାଣିଙ୍କ ସହ ପବିତ୍ର ନାୟକଙ୍କ ରିପୋର୍ଟ, ଦ କେ ନ୍ୟୁଜ୍ 10।